ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ କର୍ମଚାରୀଙ୍କ ମୃତଦେହ ଉଦ୍ଧାର। ଗଜପତି ଜିଲ୍ଲା ଗୋସାଣୀ ବ୍ଲକ ଗାରବନ୍ଦା ଗ୍ରାମ ସିନ୍ଦିରି ସାହିରେ ଏକ ଭଡ଼ାଘରେ ରହୁଥିବା ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ବିଭାଗର ଜଣେ କର୍ମଚାରୀଙ୍କ ମୃତଦେହ ଉଦ୍ଧାର ହୋଇଛି। ବେକରେ ବେଡସିଟ୍ ଗୁଡ଼ାଇ ଫ୍ୟାନ୍ରେ ଝୁଲି ଜୀବନ ହାରିଥିବା ଜଣାପଡ଼ିଛି। ଗାରବନ୍ଦ ପୋଲିସ ସୂତ୍ର ପ୍ରକାଶ ଯେ ମହେନ୍ଦ୍ରଗିରିଠାରେ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ କାର୍ଯ୍ୟରେ ନିୟୋଜିତ 35 ବର୍ଷୀୟ ଅଶୋକ କୁମାର ନନ୍ଦ ତାଙ୍କ ପରିବାର ବର୍ଗଙ୍କ ସହ ରହୁଥିଲେ। ସେ ଭଡ଼ାଘରର ଉପର ମହଲା ସ୍ଥିତ କକ୍ଷକୁ ଶୋଇବା ପାଇଁ ଯାଉଥିବା ବେଳେ ସକାଳୁ ତାଙ୍କ ମା ଉଠାଇବା ପାଇଁ ଯାଇ କବାଟ ବାଡ଼େଇଥିଲେ ମଧ୍ୟ ସେ କବାଟ ନ ଖୋଲିବାରୁ ଗାରବନ୍ଦ ପୋଲିସକୁ ସୂଚନା ଦେଇଥିଲେ। ଖବର ପାଇ ଗାରବନ୍ଦା ପୋଲିସ ପହଞ୍ଚି ବହୁ କଷ୍ଟରେ କବାଟ ଖୋଲି ଦେଖିବା ବେଳକୁ ଅଶୋକ କୁମାର ନନ୍ଦ ଝୁଲନ୍ତା ଅବସ୍ଥାରେ ରହିଥିଲେ। ଏନେଇ ତାଙ୍କ ପତ୍ନୀ ରୀତାଞ୍ଜଳି ଶତପଥୀ ଗାରବନ୍ଦ ଥାନାରେ ଅଭିଯୋଗ କରିବା ପରେ ମୃତ ଅଶୋକଙ୍କ ଶବକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପାଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦେଇଥିଲେ। ଏନେଇ ଗାରବନ୍ଦ ଥାନାରେ 9/25 ପ୍ରକାରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଥିବା ଏବଂ ଏହି ଘଟଣାର ତଦନ୍ତ ଏସ୍ଆଇ AK ମିଶ୍ର କରୁଥିବା ନେଇ ଥାନା ଅଧିକାରୀ ପ୍ରଶାନ୍ତ କୁମାର ନିଶିକା ସୂଚନା ଦେଇଛନ୍ତି। ଗତକାଲି ଭୁଲ ସୂଚନା ଯୋଗୁଁ ଆର୍କିଓଲୋଜି ସର୍ଭେ ଅଫ୍ ଇଣ୍ଡିଆ ASI କହିବା ପରିବର୍ତ୍ତେ ପୁଲିସ ASI ବୋଲି ଖବରଟି ଭୁଲ ବଶତଃ ପ୍ରସାରଣ ହୋଇଥିଲା, ଯାହାକି ଆଜି ସଂଶୋଧନ କରାଯାଇଛି। ତେଣୁ ଏହି ଭୁଲ ପ୍ରସାରଣ ପାଇଁ ଆମେ ଦୁଃଖିତ।